Hello student, welcome to the BM classes. This is Vishnu Mohan, lecturer in English, Biravati Women's College, Teresia. Today I am going to teach you the second poem of the plus 2 Art Science Commerce, Oft in the Stilly Night, which is written by the famous Irish poet Thomas Moore. Thomas Moore is the one of most famous poet of the Irish. He is not only an Irish poet but also satirist, composer, and political propagandist. He has written so many poems through which he has remind for everyone. In this poem, he has written about how how the un, how the unforgettable memory come in the night during the sleeping, oft in the stilly night. Oft means the often. Before we go to the Sanja, I want to explain the meaning of the title. Oft means often in the stilly night. The stilly that means stilly means calm and quiet. In Odia, the ଶାନ୍ତ ରାତ୍ରିରେ stilly night. Oft in the stilly night ଅର୍ଥ ହେଲା ଅନେକ ସମୟରେ ଗୋଟିଏ ଶାନ୍ତ ରାତ୍ରିରେ ବା ଅନେକ ସମୟରେ ଗୋଟିଏ ଶାନ୍ତ ରାତ୍ରିରେ କ'ଣ ସବୁ ହେଉଥିଲା କବି ସେହି ସବୁ ଭାବନାକୁ ଏହି କବିତା ମାଧ୍ୟମରେ ପ୍ରକାଶ କରିବାକୁ ଯାଉଛନ୍ତି। Oft in the Stilly Night is one of his famous poem, and this poem is depict about the thinking and that's unforgettable memory which comes in the mind of the poet during his sleeping. Thomas More is one of the famous poet and composer, political propagandist. He was born in the year 1779 and died in the year 1852. Throughout of his lifespan, he has written so many poems, story, poets, and satirists, etc., etc. Which all this poem his writing remind everyone for his unforgettable writing. He is the best remembered for the lyrics of Minstrel Boy. ସେ ପ୍ରକୃତରେ ଅନେକ ଗୁଡ଼ିଏ ଲେଖାଲେଖି ଏତେ ଫେମସ୍ ହେଇଛନ୍ତି ଯେ ତାଙ୍କୁ ଆମେ ସବୁଦିନ ପାଇଁ ମନେ ରଖିବା। ବର୍ତ୍ତମାନ ଆମେ ଏହି ଫେମସ୍ ପୋଏମ୍ ଅଫ୍ଟ ଇନ୍ ଦ ଷ୍ଟିଲି ନାଇଟ୍ର ପ୍ରଥମ ଷ୍ଟାଞ୍ଜାକୁ ଯିବା। କବି କ'ଣ ସବୁ ବର୍ଣ୍ଣନା କରିଛନ୍ତି ଜାଣିବା। ଲେଟ୍ସ ବିଗିନ୍ ଦ ଫାର୍ଷ୍ଟ ଷ୍ଟାଞ୍ଜା ଅଫ୍ ଦିସ୍ ଫେମସ୍ ପୋଏମ୍। ଅଫ୍ଟ ଇନ୍ ଦ ଷ୍ଟିଲି ନାଇଟ୍ ଇରା ସ୍ଲମ୍ବର୍ସ ଚେନ୍ ହେଜ୍ ବାଉଣ୍ଡ ମି। ଅଫ୍ଟ ମାନେ ଆମେ ଆଗରୁ ଜାଣିଛୁ ଅଫ୍ଟ କହିଲେ ଅଫନ୍ ବା ବହୁବାର ବା ଅନେକ ସମୟରେ ଇନ୍ ଦ ଷ୍ଟିଲି ନାଇଟ୍ କହିଲେ ଗୋଟେ ଶାନ୍ତ ରାତ୍ରିରେ ଅନେକ ସମୟରେ ଏକ ଶାନ୍ତ ରାତ୍ରିରେ ଇରା ସ୍ଲମ୍ବର ଚେନ୍ ହେଜ୍ ବାଉଣ୍ଡ ମି। ଇରା ଦ୍ୟାଟ୍ ମିନ୍ସ ବିଫୋର୍। ଚେନ୍ ମାନେ କେପିଟିଭିଟି ବା ବନ୍ଧନ। ଚେନ୍ ହେଜ୍ ବାଉଣ୍ଡ ମି ସତେକି ଯେପରି ସେ ଅନେକ ସମୟରେ ଯେତେବେଳେ ଶୋଇବାକୁ ଯାଉଥିଲେ ସେହି ସମୟରେ ସେ ଅନେକ ଗୁଡ଼ିଏ ତାଙ୍କର ପୂର୍ବରୁ ଘଟି ଯାଇଥିବା ଘଟଣାମାନେ ତାଙ୍କ ମନରେ ସବୁ ମନେ ପଡ଼ିଯାଉଥିଲା ଏବଂ ତାଙ୍କୁ କେବେ ହେଲେ ସେ ସବୁ ମନେ ନ ପଡ଼ିଲା ପରି ଲାଗୁନଥିଲା। ସେ ଯେତେବେଳେ ଗଭୀର ନିଦ୍ରାରେ ଶୋଇବାକୁ ଚେଷ୍ଟା କରୁଥିଲେ ସେ ସମୟରେ ଦ ଇରା ସ୍ଲମ୍ବର ବିଫୋର୍ ଇରା କହିଲେ ବିଫୋର୍ ବା ଇରାର ଅର୍ଥ ହେଲା ବିଫୋର୍। ତା ପୂର୍ବରୁ କେବେ ହେଲେ ତାଙ୍କୁ ସେପରି ଅନୁଭବ କେବେ ହେଉନଥିଲା। ଯେତେବେଳେ ସେ ଗଭୀର ନିଦ୍ରାରେ ଶୋଇବାକୁ ଚାହୁଁଥିଲେ ଦ ଫଣ୍ଡ ମେମୋରି ବ୍ରିଙ୍ଗ ଦ ଲାଇଟ୍ ଅଫ୍ ଅଦର ଡେଜ୍ around me.
ଫଣ୍ଡ ମେମୋରି କହିଲେ ତାଙ୍କର ମଧୁର ସ୍ମୃତି ଗୁଡ଼ିକ ତାଙ୍କୁ ମନେ ପକାଇ ଦେଉଥିଲା। କେବେ ପୁରୁଣା ଦିନର ସବୁ ସ୍ମୃତି ତାଙ୍କୁ ସେଇ ଦିନ ଯେତେବେଳେ ସେ ଶୋଇବାକୁ ଚାହୁଁଥିଲେ ସବୁ ସ୍ମୃତି ଗୁଡ଼ାଇଏ ତାଙ୍କ ମନରେ ଆସି ଯାଉଥିଲା। ଦ ସ୍ମାଇଲ୍ ଦ ଟିୟର୍ସ ଅଫ୍ ବୟହୁଡ୍ସ ଇୟର୍ସ, ଯେଉଁ ସେଇ ତାଙ୍କର ସେ ବୟହୁଡ୍ ସମୟରେ ବା ବାଲ୍ୟକାଳରେ ଯେଉଁ ସବୁ ଘଟଣାମାନ ସବୁ ଘଟିଥିଲା ସେସବୁ ତାଙ୍କ ମନରେ ଆସିଯାଉଛି। କେଉଁ ଜାଗାରେ ହସିଥିଲେ, କେଉଁ ଜାଗାରେ ଖୁସି ହେଇଥିଲେ, କେଉଁ ଜାଗାରେ ଦୁଃଖ ଅନୁଭବ କରିଥିଲେ, ସେହି ସବୁ ତାଙ୍କ ଯୁବାବସ୍ଥାର ସ୍ମୃତି ଗୁଡ଼ିକ ତାଙ୍କ ମନରେ ସବୁ ଆସିଯାଉଥିଲା। ଦ ୱାର୍ଡସ୍ ଅଫ୍ ଲଭ୍ ଦେନ୍ ସ୍ପୋକନ୍, ଦ ଆଇ ଦ୍ୟାଟ୍ ସ୍ୱୋର୍, ତାଙ୍କ ମନ ଭିତରେ ଯେଉଁ ଅନେକ ଗୁଡ଼ିଏ ଯେଉଁ ଶବ୍ଦ ସେ କହିବାକୁ ଚାହୁଁଥିଲେ, ସେ ଦ ୱାର୍ଡସ୍ ଅଫ୍ ଦ ଲଭ୍ ଦ ସ୍ପୋକନ୍, ସେହି ସମୟରେ ସେ ଅନେକ ଗୁଡ଼ିଏ ଯେଉଁ ୱାର୍ଡସ୍ ଯେଉଁଟାକି ସେ ଉଚ୍ଚାରଣ କରିବାକୁ ଚାହୁଁଥିଲେ, ସେହି ସମୟରେ ତାଙ୍କ ଆଖିରେ ଉଜ୍ଜଳ ନେତ୍ରରେ ତାଙ୍କ ଆଖିରେ ସେସବୁ ଦେଖିବାକୁ ଝାପ୍ସା ହେଇ ଦେଖାଯାଉଥିଲା। ତେଣୁ କବି ସେହି ସବୁ ଦୃଶ୍ୟକୁ ଭୁଲି ନପାରି ସେସବୁ ଯେତେବେଳେ ଶୋଇବାକୁ ଚାହୁଁଛନ୍ତି ତାଙ୍କ ମନରେ ଆସିଯାଉଥିବାରୁ ସେ ଭଲ ଭାବରେ ଶୋଇପାରୁ ନଥିଲେ। ନାଉ ଡିମ୍ଡ ଆଣ୍ଡ ଗନ୍, ଦ ଚିୟରଫୁଲ୍ ହାର୍ଟସ୍ ନାଉ ବ୍ରୋକନ୍, କିନ୍ତୁ ସେସବୁ ମନେ ପଡ଼ିଥିଲେ ମଧ୍ୟ ବର୍ତ୍ତମାନ ନାଉ ଡିମ୍ଡ ମାନେ ସବୁ ଝାପ୍ସା ଦେଖାଯାଉଛି ଏବଂ ଦ ଚିୟରଫୁଲ୍ ହାର୍ଟସ୍ ନାଉ ବ୍ରୋକନ୍, ଦ ଚିୟରଫୁଲ୍ ହାର୍ଟସ୍ କହିଲେ ଲଭିଂ ହାର୍ଟ, ପ୍ରେମ ଭରା ଯେଉଁ ହୃଦୟ ଥିଲା ସେସବୁ ଆଉ ନାହିଁ, ସବୁ ଭାଙ୍ଗି ଯାଇଛି, ସେସବୁ ଆଉ କୌଣସି ନାହିଁ। ସବୁ ଜିନିଷ ଯାହା ସେଇ ପୁରା ପିଲାଦିନର ସ୍ମୃତି ଗୁଡ଼ିକ ଆଉ ନାହିଁ, ସେସବୁ ଆମେ ଭୁଲି ଯାଇଛୁ। କିନ୍ତୁ ମୁଁ ଯେତେବେଳେ ସେଇ ଶାନ୍ତ ରାତ୍ରିରେ ଶୋଇବାକୁ ଯାଉଛି, ସେହି ସମୟରେ ମୁଁ ଗଭୀର ନିଦ୍ରାରେ ଯିବାକୁ ଚାହୁଁଛି, ସେହି ସମୟରେ ମୋର ଯେଉଁ ପିଲାବେଳର ଫଣ୍ଡ ମେମୋରି, ଯେଉଁ ଅଭୁଲା ସ୍ମୃତି ଗୁଡ଼ିକ ମୋ ମନରେ ଆସୁଥିଲା ବୋଲି କବି କହିଛନ୍ତି। ଅଫ୍ଟ ଇନ୍ ଦ ଷ୍ଟିଲି ନାଇଟ୍ ହୀରା ସ୍ଲମ୍ବର ଚେନ୍ ହେଜ୍ ବାଉଣ୍ଡ ମି, ବେଳେ ବେଳେ ଅନେକ ସମୟରେ ମୁଁ ଯେତେବେଳେ ଗଭୀର ନିଦ୍ରାରେ ଶୋଇବାକୁ ଚାହୁଁଥିଲି, ସେହି ପୁରୁଣା ସ୍ମୃତି ସବୁ, ହସ ଖେଳ କାନ୍ଦ ସବୁ ମୋ ମନରେ ଆସିଯାଉଥିଲା। ଫଣ୍ଡ ମେମୋରି ବ୍ରିଙ୍ଗ ଦ ଲାଇଟ୍ ଅଫ୍ ଦେଜ୍ ଡେଜ୍ ଆରାଉଣ୍ଡ ମି, ସେଇ ପୁରୁଣା ସବୁ ସ୍ମୃତି ଗୁଡ଼ିକ ମୋ ମନରେ ଆସି ମୁଁ ଶୋଇବାକୁ ଚାହୁଁଥିବା ସମୟରେ ମୋତେ ମୋ ଆଖି ଭିତରେ ଗୋଟିଏ ଲାଇଟ୍ ଜଳାଇ ଦେଉଥିଲା। ମୁଁ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ଶୋଇପାରୁନଥିଲି, ହସିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ହସି ପାରୁନଥିଲେ ବୋଲି କବି ସୁନ୍ଦର ଭାବରେ ଏଠି ବର୍ଣ୍ଣନା କରିଛନ୍ତି। ଦ ସ୍ମାଇଲ୍ ଦ ଟିୟର୍ସ ଅଫ୍ ବୟହୁଡ୍ସ, ସେ ପିଲାବେଳର ସେ ହସ କାନ୍ଦ ସେସବୁ ବର୍ତ୍ତମାନ କିଛି ନାହିଁ, ଉଭେଇ ଯାଇଛି। କିନ୍ତୁ ସେହି ସ୍ମୃତି ଗୁଡ଼ିକ ମୁଁ ଯେତେବେଳେ ଗଭୀର ନିଦ୍ରାରେ ଶୋଇବାକୁ ଚାହୁଁଥିଲା ବେଳେ ସେସବୁ ମନେ ପଡ଼ିଯାଉଛି। ଆଉ ମୋର ସେଇ ଅଭୁଲା ସ୍ମୃତି ମୋତେ ନିଦ ପକାଇ ଦେଉନି, ମୁଁ ଶୋଇବାକୁ ଚାହୁଁଥିଲେ ମଧ୍ୟ ମୋତେ ଶୋଇ ଦେଉନି ବୋଲି କବି କହିଛନ୍ତି। ଦ ୱାର୍ଡସ୍ ଅଫ୍ ଲଭ୍ ଦେନ୍ ସ୍ପୋକନ୍, ସେହି ସମୟରେ ଯେଉଁ ପ୍ରେମ ଭରା କଥାବାର୍ତ୍ତା ହେଉଥିଲେ ସେସବୁ ମଧ୍ୟ ତାଙ୍କ ଆଖିରେ ନିଦ ଶୋଇବା ବେଳେ ସେସବୁ ଉଜ୍ଜଳ ହୋଇ ଦେଖାଯାଉଥିଲା। ଆଉ ବଡ଼ ବଡ଼ ହେଇ ଦେଖିବାର ଜଣାପଡ଼ୁଥିଲା। ସେ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ଶୋଇପାରୁନଥିଲେ। ତେଣୁ ସେ କହୁଛନ୍ତି ଆଣ୍ଡ ନାଉ ଡିମ୍ଡ ଆଣ୍ଡ ଗନ୍, ଦ ଚିୟରଫୁଲ୍ ହାର୍ଟସ୍ ନାଉ ବ୍ରୋକନ୍, ସେସବୁ ବର୍ତ୍ତମାନ ଉଭେଇ ଯାଇଛି, ସେସବୁ ଆଉ କିଛି ନାହିଁ, ସେସବୁ ଝାପ୍ସା ଦେଖାଯାଉଛି। ଆଉ ସବୁ ସେଇ ଦୁଃଖପୂର୍ଣ୍ଣ ହସପୂର୍ଣ୍ଣ ଭରା ସ୍ମୃତି, ସ୍ୟାଡ଼୍ ମେମୋରି, ଫଣ୍ଡ ମେମୋରି, ସେସବୁ ଆଉ କିଛି ନାହିଁ, ସବୁ ଭାଙ୍ଗି ଯାଇଛି। କିନ୍ତୁ ମୋ ସେ ପିଲାବେଳ କଥା ମୁଁ ଗଭୀର ନିଦ୍ରାରେ ଶୋଇବାକୁ ଚେଷ୍ଟା କରୁଥିବା ସମୟରେ ମୋତେ
ମନେ ପଡ଼ିଯାଉଛି ବୋଲି କବି କହିଛନ୍ତି। ଡିୟର୍ ଷ୍ଟୁଡେଣ୍ଟ, ଆଜି ପାଇଁ ଏହି ଫାର୍ଷ୍ଟ ଆଉ ସେକେଣ୍ଡ ଷ୍ଟାଞ୍ଜା ଡିସ୍କସନ୍ କରିବା। ଏହି କ୍ଲାସ୍ର ପାର୍ଟ 2 ଦେଖିବା ପାଇଁ କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସନ୍ ଦେଖିବା ପାଇଁ ମୋ ଚ୍ୟାନେଲ୍ BM କ୍ଲାସ୍କୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ, ଯାହାଫଳରେ ମୁଁ ଯେଉଁ ଭିଡ଼ିଓ ଦେବି ଛାଡ଼ିବି ଆପଣ ପାଖକୁ ଯିବ ଦେଖିପାରିବେ। ଧନ୍ୟବାଦ।